ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଅପସନାଲ ଓଡ଼ିଆ ଅଛି, ତ ଅପସନାଲ ଓଡ଼ିଆ ଇଚ୍ଛା ଦିନ ଓଡ଼ିଆ, ତ ତମମାନଙ୍କ ପାଇଁ ନେକ୍ସଟ 80 ମାର୍କର ପ୍ରାକ୍ଟିସ୍ ସେଟ୍ ବୁଝିଲା। ମାରାଥନ କ୍ଲାସ୍ ଗୋଟେ ହବ, ଟେଷ୍ଟ 1ର ଗୋଟେ ମାରାଥନ କ୍ଲାସ୍ ହବ ପିଲାମାନେ। ତମର 80 ମାର୍କର ଯୋଉଟା ତମର ଏକ୍ଜାମରେ ଆସିବ। ତମର ଅପସନାଲ ଓଡ଼ିଆର କେମିତି ପାଟର୍ନ ଜାଣିଛ ନା ନାହିଁ ମୁଁ ଜାଣିନି ପିଲାମାନେ। ତ ପାଟର୍ନ 80 ମାର୍କର ପାଟର୍ନ ଅପସନାଲ ଓଡ଼ିଆର କେମିତିଆ, ତ ତମମାନଙ୍କ ପାଇଁ ଚାଲ ଷ୍ଟାର୍ଟ କରିବା। କେମିତି ବୋର୍ଡ ଏକ୍ଜାମରେ ତମର କ୍ୱେଶ୍ଚିନ୍ ଆସିବ ଅପସନାଲ ଓଡ଼ିଆର ବୁଝିହେଲା। 80 ମାର୍କର କେମିତି କ୍ୱେଶ୍ଚିନ୍ ଆସିବ, ତ ସେଇ ବିଷୟରେ ଆମେ ଆଜି ଆଲୋଚନା କରିବା ପିଲାମାନେ। 80 ମାର୍କ ସବୁ ଗ୍ରାମାର ସବୁ କିଛି ଆ ଦେହରେ ଅଛି ପିଲାମାନେ ବୁଝିହେଲା। ତ ପୂର୍ଣ୍ଣ ସଂଖ୍ୟା 80, ସମୟ 3 ଘଣ୍ଟା। ଆଜିକା ଦିନରେ ତମର ଏକ୍ଜାମ ହେବାକୁ ଯାଉଥିବ ପିଲାମାନେ, ବସିଥିବ ସମସ୍ତେ ହଲରେ ବୁଝିହେଲା। ତ 18 ତାରିଖ ଦିନ ଫେବୃଆରୀ 18 ଜାନୁଆରୀ 18 ଆଜିକା ଦିନରେ ତମର ଏକ୍ଜାମ ହେଉଛି ବୁଝିହେଲା। ତ ଆହୁରି 1 ମନ୍ଥ ରହିଲା ତମ ପାଖରେ ବୁଝିହେଲା। ହାତରେ ବହୁତ କମ୍ ସମୟ ରହିଲା। ଯୋଉମାନେ ମୂଳରୁ ଅପସନାଲ ଓଡ଼ିଆ ପଢିନ, ମୁଁ ଯେତିକି ମାରାଥନ କ୍ଲାସ୍ ଆଣିବି, ଯଦି ତମେ ତାକୁ ଟିକେ ପଢିବ ଦେଖିବ 100% ତମେ ଦେଇପାରିବ ବୁଝିହେଲା। ଆଉ ଡେରି ନ କରି ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବା, ବେଲ୍ ଆଇକନକୁ ଦବାଇ ଦେବା ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବା। ଜୟ ଜଗନ୍ନାଥ ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପ୍ରଥମେ ଆମେ କ୍ୱେଶ୍ଚିନ୍ ପଢିବା କଣ ଦେଇଛି, ଗ୍ରୁପ ଏ ପ୍ରାଚୀନ ମାଧ୍ୟକର୍ଣ୍ଣ କବିତା। କବିତାର ପ୍ରଥମେ ଆସିଛି କଣ ନା 3ଟି ପ୍ରଶ୍ନ MCQ ଦେଇଛି ବୁଝିହେଲା। ତ ଅପସନାଲ ଓଡ଼ିଆର 3ଟି MCQ ଦେଇଛି। ତ 3ଟି MCQ ଆମେ କରିବା। ପରଶୁରାମ କଟିରେ କି ଛାଲ ପିନ୍ଧିଥିଲେ? କି ଛାଲ? ବ୍ୟାଘ୍ର ଛାଲ, ସିଂହ ଛାଲ, ଶମ୍ବର ଛାଲ, କୃଷ୍ଣାଜିର ଛାଲ। ପରଶୁରାମ କଟିରେ କି ଛାଲ ପିନ୍ଧିଥିଲେ ନା କୃଷ୍ଣାଜିର ଛାଲ। ନେକ୍ସଟ, ଗୋପପୁରରେ ସରହ ସୁନ୍ଦରୀକୁ କଣ ଡାକନ୍ତି? ଭାଉଜ, ଖୁଡି, ଆଈ, ସଖୀ। ଗୋପପୁରରେ କଣ ସରହ ସୁନ୍ଦରୀକୁ କଣ ଡାକନ୍ତି ପିଲାମାନେ? ନା ଆଈ, କଣ ନା ଆଈ ବୋଲି ସମ୍ବୋଧନ କରନ୍ତି। ନେକ୍ସଟ, ରାଧାଙ୍କ ହୃଦୟକୁ ନିରିବନ୍ଧି କିଏ ଦହିବ? ସୂର୍ଯ୍ୟ, ଅଗ୍ନି, କାମଦେବ, କୃଷ୍ଣ। ରାଧାଙ୍କ ହୃଦୟକୁ ନିରିବନ୍ଧି କିଏ ଦହିବ? କିଏ ପିଲାମାନେ? ନା କାମଦେବ। କିଏ? ନା କାମଦେବ ଗଲା। ତାପରେ ଆସିଲା ତମର 2ଟା ପଡିବ ତମର 1 ମାର୍କିଆ କ୍ୱେଶ୍ଚିନ୍ 2ଟା ବୁଝିଲା। 2ଟାକ ତମେ କରିବ। ଶ୍ରୀକୃଷ୍ଣ ନଦୀ କୂଳକୁ କଣ ନେଇ ଆହାର କରିବେ ବୋଲି ଯଶୋଦା କହିଛନ୍ତି? ନା ଶ୍ରୀକୃଷ୍ଣ ନଦୀ କୂଳକୁ ଦଧି ଅନ୍ନ ନେଇ ଆହାର କରିବେ ବୋଲି ଯଶୋଦା କହିଛନ୍ତି। ନେକ୍ସଟ, ବଳିକୁ କିଏ ଛଳନାରେ କେଉଁଠାକୁ ପ୍ରେରଣ କରିଥିଲେ? ନା ବଳିକୁ କିଏ? ନା ଦୈତ୍ୟରାଜ ବଳିକୁ 3 ପାଦ ଭୂମି ମାଗିବା ଛଳରେ ଭଗବାନ ବାମନ ପାତାଳପୁରୀକୁ ପ୍ରେରଣ କରିଥିଲେ। ତାପରେ ଆସିଲା 2 ମାର୍କିଆ କ୍ୱେଶ୍ଚିନ୍। ତ 2 ମାର୍କିଆ କ୍ୱେଶ୍ଚିନ୍ ଆସିଲା ପିଲାମାନେ, ନା 3ଟି କରିବ। 4ଟି ଦେଇଛି, 2 ମାର୍କିଆ କ୍ୱେଶ୍ଚିନ୍ ଆମେ 3ଟି କରିବା। ସିଦ୍ଧ ମନରେ କାହା ସହିତ ଭେଟ ହେଲେ ବିପଦର ଆଶଙ୍କା ରହିଛି ବୋଲି ବଶିଷ୍ଠ କହିଛନ୍ତି? ତାର ଫାଷ୍ଟ ଏଇଟା କବିତା, କବି ବୁଝିପାରିଲ ପିଲାମାନେ। ତ ଅପସନାଲ ଓଡ଼ିଆ ପାଟର୍ନ 3ଟି MCQ ଦବ, 2ଟି 1 ମାର୍କିଆ ଦବ, ଆଉ 2 ମାର୍କିଆ 3ଟି ଦବ ବୁଝିହେଲା। ତ କବିତା, କବି ନାଁ ଲେଖିବାକୁ ଜମା ବି ଭୁଲିବନି, ସେଥିରେ ତମେ 1 ମାର୍କ ପାଇବ। ସିଦ୍ଧ ମନ କଣ? ନା ପରଶୁରାମ ଭେଟ କବିତାରେ କବି ବଳରାମ ଦାସଙ୍କର ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ। ଏଇଟା ଏତେ ଲେଖିବନି, କେବଳ ପରଶୁରାମ ଭେଟ କବିତାର ବଳରାମ ଦାସ କବି ବୁଝିହେଲା। ଏଠାରେ ମହର୍ଷି ବଶିଷ୍ଠ କ୍ଷତ୍ରିୟ ଦର୍ପ ଦଳର ଯମଦଗ୍ନିଙ୍କ ପୁତ୍ର ପରଶୁରାମଙ୍କ ସହିତ ସିଦ୍ଧ ମନରେ ଭେଟ ହେଲେ ବିପଦର ଆଶଙ୍କା ରହିଛି ବୋଲି ସତର୍କବାଣୀ ଶୁଣାଇଛନ୍ତି। ନେକ୍ସଟ, କୃଷ୍ଣଙ୍କ ପାଦ ଧୂଳି ପାଇଲେ ରାଧାଙ୍କର କଣ ହେବ? ନା କୃଷ୍ଣଙ୍କ ପାଦ ଧୂଳି ପାଇଲେ ରାଧାଙ୍କର କଣ? ଧୀରେ ରାଧା କର ଧରି ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତ ସିଂହଙ୍କ କାବ୍ୟରୁ ଆସିଅଛି। ଶ୍ରୀକୃଷ୍ଣଙ୍କ ପାଦ ଧୂଳି ପ୍ରାପ୍ତ ହେଲେ ଶ୍ରୀ ରାଧାଙ୍କର ସମସ୍ତ ପୁଣ୍ୟ ଫଳ ଜାଗି ଉଠିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ନେକ୍ସଟ, ଶିଶୁପାଳ କାହାକୁ ବିବାହ କରିବାକୁ ଆସିଥିଲେ ଓ କାହିଁକି? ନା ତାଙ୍କୁ କିଏ ବୋଲୁଥାଏ ଗୌର? କିଏ? ନା ଗୌରୀଚରଣ ଅଧିକାରୀ। ତାଙ୍କ କବିତା। ଭୀଷ୍ମଙ୍କ କନ୍ୟା ରୁକ୍ମିଣୀକୁ ବିବାହ କରିବାକୁ ଆସିଥିଲେ ଶିଶୁପାଳ। ଚଣ୍ଡୀ ମନ୍ଦିରରୁ ତାଙ୍କ ଭାବୀ ପତ୍ନୀ ରୁକ୍ମିଣୀଙ୍କର କୃଷ୍ଣଙ୍କ ଦ୍ୱାରା ଅପହରଣ ହୋଇଥିବା ସମ୍ବାଦ ଶୁଣି ଅପମାନିତ ହୋଇ ଫେରି ଗଲେ।
ନେକ୍ସଟ, କଣ କଣ ଖାଦ୍ୟ ଗୋଡ଼ି କରି ଯଶୋଦା କୃଷ୍ଣଙ୍କୁ ଖୁଆଇବେ ବୋଲି କହିଛନ୍ତି? ଏଇଟା କୋଉଠୁ ଆସିଛି କବିତା? ନା ଉଠନିଶି ପାହିଲାର କବି ହଉଛନ୍ତି ବନମାଳୀ ଦାସ। ଜନନୀ ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରାତଃ ଭୋଜନରେ ଲବଣୀ ଓ କଦଳୀକୁ ଅମୃତ ପାଣି ସହିତ ଗୋଳି କରି ଦେବା ସହ ଅଧମା ଗୋଟିକା ପୁଣି ମଧ୍ୟ ଖଣ୍ଡ ସହିତ ତାଙ୍କୁ ଖାଇବାକୁ ଦେବ ବୋଲି କହିଛନ୍ତି। ତ ତାପରେ କଣ ଦେବ କ୍ୱେଶ୍ଚିନ୍? ତାପରେ 3 ମାର୍କିଆ କ୍ୱେଶ୍ଚିନ୍ ଦିଟା କରିବ ପିଲାମାନେ। 3 ମାର୍କିଆର ମାଙ୍କଡସା ସୂତାରେ ସେ ବାନ୍ଧି ପାରଇ ମର୍ତ୍ତକଜ, ଏହାର ଅର୍ଥ 3 ମାର୍କିଆ। ତାପରେ ଜଳନ୍ଧରର ସତୀପତ୍ନୀକୁ କିପରି କିଏ ହରଣ କରିଥିଲେ? ତ ସେଇ କବିତା କବିଙ୍କ ନାଁ ଲେଖିବ। ଅଭାଗିନୀକୁ ତାରିଲେ ଯଶସ୍ୱିନା ଦିଶିବ, ଏଠାରେ କି ପ୍ରକାର ତାରିଆ ରାଧା କହିଛନ୍ତି? ତାପରେ 5 ମାର୍କିଆ ଆସିଲା ଦିଟା, ଯେକୌଣସି ଆଦିରୁ ଗୋଟେ କରିବ। ତାପରେ ଗ୍ରୁପ ବି ଆସିଲା ପ୍ରବନ୍ଧ ବିଭାଗ। ତ ସେମିତି 1 ମାର୍କରେ 3ଟି କ୍ୱେଶ୍ଚିନ୍ ଆସିବ। କାହା ଦ୍ୱାରା ପ୍ରତିପାଦିତ ହୋଇଛି ଯେ ବ୍ରହ୍ମଶକ୍ତି ହିଁ ବିଶ୍ୱର ମୂଳ ପଦାର୍ଥ ବା ମୂଳ କାରଣ? ବେଦାନ୍ତ ଦର୍ଶନ, ସାଂଖ୍ୟ ଦର୍ଶନ, ପୁରାଣ ଶାସ୍ତ୍ର, ଶ୍ରୀମଦ୍ ଭଗବତ ଗୀତା। କଣ ହବ ପିଲାମାନେ ତମର ଏଇଟା? ନା ବେଦାନ୍ତ ଦର୍ଶନ। କଣ? ନା ବେଦାନ୍ତ ଦର୍ଶନ। ନେକ୍ସଟ, କେଉଁ ମନ୍ତ୍ର ରହିଛି ପୃଥିବୀ ମା ପାଖରେ? କେଉଁ ମନ୍ତ୍ର? ସମ୍ମୋହିନୀ, ଆକର୍ଷଣୀ, ଗୂଢ଼, ଶୂନ୍ୟ। କେଉଁ ମନ୍ତ୍ର ରହିଛି ପୃଥିବୀ ମାଙ୍କ ପାଖରେ ପିଲାମାନେ? ନା କେଉଁ? ନା ଆକର୍ଷଣୀ। କଣ? ନା ଆକର୍ଷଣୀ। ନେକ୍ସଟ, ଏକ ସଚେତନ ସଦିଚ୍ଛାର ବିଷୟଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇଟା ପ୍ରାୟ କ୍ୱେଶ୍ଚିନ୍ ଆସେ। ତ ସଚେତନ ସଦିଚ୍ଛାର ବିଷୟ କଣ? ଜାତୀୟତା, ନିଶାମୁକ୍ତି, ଭାତୃତ୍ୱ, ସଚେତନ। କଣ? ନା ଭାତୃତ୍ୱ। ବୁଝିହେଲା? ସେମିତି ଆସିଲା ପ୍ରବନ୍ଧରେ ବି ସେମିତି 3ଟା MCQ ଆସିବ ଏବଂ 2ଟା 1 ମାର୍କିଆ ଆସିବ। ବୁଦ୍ଧିର ମାନବାଚ୍ୟ ଅର୍ଥ କଣ? କଣ? ନା ବୁଦ୍ଧିର ମାନବାଚ୍ୟ ଅର୍ଥ ହେଉଛି ବୁଦ୍ଧି ପ୍ରୟୋଗ କରି ମିଛକୁ ସତ, ସତକୁ ମିଛ ବୋଲି ପ୍ରତିପାଦ୍ୟ କରିବା ହେଉଛି ବୁଦ୍ଧିର ମାନବାଚ୍ୟ ଅର୍ଥ। ନେକ୍ସଟ, ଶିଷ୍ୟମାନେ କିପରି ବ୍ରହ୍ମଜ୍ଞାନ ଲାଭ ପାଇଁ ଉପଯୁକ୍ତ ବିବେଚିତ ହୁଅନ୍ତି? ନା ଶିଷ୍ୟମାନେ ଗୁରୁଙ୍କର ସନ୍ତୋଷ ଭାଜନ ହେଲେ ବ୍ରହ୍ମଜ୍ଞାନ ଲାଭ ପାଇଁ ଉପଯୁକ୍ତ ବିବେଚିତ ହୁଅନ୍ତି। ତାପରେ 2 ମାର୍କିଆ ଆସିଲା 4ଟା କ୍ୱେଶ୍ଚିନ୍। ସେମିତି କଣ? ପ୍ରବନ୍ଧ, ପ୍ରାବନ୍ଧିକଙ୍କ ନାଁ ଲେଖିବା। ବେଦାନ୍ତ ଦର୍ଶନ ଦ୍ୱାରା କଣ ପ୍ରତିପାଦିତ ହୋଇଅଛି? ନା ଏଇଟା କୋଉଠୁ ଆସିଛି ପିଲାମାନେ? କୋଉ ପ୍ରବନ୍ଧ? ଆଧ୍ୟାତ୍ମିକ ଭିତ୍ତି ପ୍ରବନ୍ଧରେ ପ୍ରାବନ୍ଧିକ ରତ୍ନକାର ପତି ଏହା ଉଲ୍ଲେଖ କରିଛନ୍ତି। କଣ? ନା ଭାରତରେ ପ୍ରଚାରିତ ଅନ୍ୟାନ୍ୟ ଦର୍ଶନ ମାନଙ୍କ ଠାରୁ ବେଦାନ୍ତ ଦର୍ଶନ ନିଜର ମତକୁ ଭିନ୍ନ ଭାବରେ ପ୍ରତିପାଦିତ କରିଛି। ଏକ ଅଦ୍ୱିତୀୟ ଅଖଣ୍ଡ ସଚ୍ଚିଦାନନ୍ଦ ବ୍ରହ୍ମଶକ୍ତି ହିଁ ବିଶ୍ୱର ମୂଳ ପଦାର୍ଥ ରୂପେ ବିଦ୍ୟମାନ। ବିଶ୍ୱର ଯାବତୀୟ ପ୍ରକ୍ରିୟାରେ ଏହା ପ୍ରକାଶମାନ। ନେକ୍ସଟ, କେଉଁମାନଙ୍କ କଥା ବେଦର ଗାନ ହେବ? କେଉଁମାନଙ୍କ? ନା ସତ୍ୟମେବ ଜୟତେର ପ୍ରବନ୍ଧର ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ଯେଉଁମାନଙ୍କ ହାତରେ ପାଟି କରିବା ଲୋକ ଅଧିକ, ସେହିମାନଙ୍କ କଥା ବେଦର ଗାନ ହେବ ବୋଲି ପ୍ରାବନ୍ଧିକ କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, ସମାନତା ପାଇଁ ଭାରତବର୍ଷର ସମ୍ବିଧାନରେ କାହାକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥିଲା? କାହାକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥିଲା? ନା ସମାନତା, ସ୍ୱାଧୀନତା, ଭାତୃତ୍ୱ ପ୍ରବନ୍ଧରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଏହା ଉଲ୍ଲେଖ କରିଛନ୍ତି। ସମାନତା ପାଇଁ ଭାରତବର୍ଷର ସମ୍ବିଧାନରେ ସମାଜବାଦକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥିଲା। ତ 2 ମାର୍କିର ଶେଷ କ୍ୱେଶ୍ଚିନ୍, ଭାଗ୍ୟବାଦୀ ଅର୍ଥନୀତି ବଦଳରେ କେଉଁ ଅର୍ଥନୀତି ବିଶ୍ୱ ପାଇଁ ଶୁଭଙ୍କର ହେବ? ଛୋଟ ହିଁ ସୁନ୍ଦର ପ୍ରବନ୍ଧରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଭୋଗବାଦୀ ଅର୍ଥନୀତି ବଦଳରେ କଣ ହବ? ନା ପରିବେଶ ଭିତ୍ତିକ ଅର୍ଥନୀତି ବିଶ୍ୱ ପାଇଁ ଶୁଭଙ୍କର ହେବ। ବୁଝିହେଲା? ତାପରେ 3 ମାର୍କିଆ କ୍ୱେଶ୍ଚିନ୍, ନାରୀ ଭାବ କହିଲେ କଣ ବୁଝାଯାଏ? ଫରାସୀ ବିପ୍ଳବ ସମଗ୍ର ବିଶ୍ୱଚିତ୍ତକୁ ଆତ୍ମବଳ ଆଣିଥିଲା କିପରି? ବାସ୍ତବ ଉଦ୍ଦେଶ୍ୟ ଯେତେ ପାପ କରେ ଆଉ କେହି କରେନି ତା ତାତ୍ପର୍ଯ୍ୟ ବୁଝା। 5 ମାର୍କିଆ ଯେକୌଣସି ଗୋଟେ। ତାପରେ ଆସିଲା କଣ?
तापर आसला तुमर क्षुद्र गल्प विभाग बुझेला तो गल्प विभागर क्वेश्चन आंसर आम आलोचना करबा। तो गल्प विभाग क्वेश्चन कौन देला प्रथम क्वेश्चन परिवारर अन्यमानक सहित तांकर केउ संजोग आदौ नथिला केउ संजोग आदौ नथिला पिला माने दैहिक संजोग मानसिक संजोग बंधुत्व संजोग घृणा भाव्यर संजोग केउ संजोग नथिला ना मानसिक संजोग कौन ना मानसिक संजोग आदौ नथिला। नेक्स्ट माँ को कौन भल लगे बोली विशेष चूड़ामणि पूजारी को कहिथिले माँ को कौन भल लगे परोटा मसला दोसा बरा काकरा कौन भल लगे बोली ना मसला दोसा कौन ना मसला दोसा। नेक्स्ट कवि गंगाधरकर प्रणय बल्लरी काव्य ठीक केउ परी बोली वर्णना कराइछि भांग परी गंजेई परी अफिम परी मादक द्रव्य परी केउ परी ना अफिम परी। तापरे एक मार्क आसला दीटा महात्मा हेनरी ग्रे कहार जनक थिले कहार ना महात्मा हेनरी ग्रे पिंड तत्व बा आनोमीटर जनक थिले। नेक्स्ट केउ विचार गल्प नायिका उपरे सवार होईगला ना एक प्रागैतिहासिक विचार गल्प नायिका उपरे सवार होईगला। तापर सेमती आसीबो कौन 2 मार्किया क्वेश्चन 4टा जो क्वेश्चन 3टा करिवो पूजारी चंद्रमणि कान जोड़ाक उठिला परठारु केउ कथा प्रथमे शुणिला केउ कथा ना पूजा माँ आसिलेणी गल्परे गाल्पिक शांतनु कुमार आचार्य उल्लेख करछन्ती पूजारी चंद्रमणि कान जोड़ाक उठिला परठारु माँ आसिचन्ती कथा प्रथमे शुणिले। नेक्स्ट दैव अनुकूल कहिले कौन बुझ ना मेडिकल कॉलेज रो मेहेर जयंती गल्परे गाल्पिक फतरानंद उल्लेख करछन्ती दैव अनुकूल हेले एमिति खाळेई भितरे माछ आसी छाए छाए पसी जाइथाए। नेक्स्ट कॉलेज रे पाठ पढुथिया बेले गल्प नायिका को कौन विभोर करी रखिथिला ना कॉलेज रे तो एटा 2 मार्किया पिला माने गल्पर तबे 2टी करिवो देखो 2 मार्किया गल्प विभाग तबे 2टी करिवो कॉलेज रे पाठ पढुथिया बेले गल्प नायिका को कौन विभोर करथिला ना बाउसराणी गल्परे गाल्पिक बीणापाणी महंती कॉलेज रे पाठ पढुथिया बेले गल्प नायिका को बी चौधरी को सरल निष्कपट मुह विभोर करथिला। तापरे 3 मार्किया एटा 2टा करिवो पिला माने 3टा देछि तबे 2टा करिवो रातिर कौन कहि विशेष चौधरी सोई पड़िया पाई स्वामी को परामर्श देले स्वामी को मृत्यु होते माँ केउ कथा को मन रखी पिलामानक पाखरे न रहिबाकू संकल्प करथिले भाव प्रवण छात्र माने सरस्वती को प्रार्थना करती काहेकि तबरे 5 मार्किया आसला 2टा जे कोनोसी गोटे हबो। तापर आसिला ग्रुप डी रे व्याकरण विभाग तो व्याकरण विभाग रो 5 मार्किया तबे 2टा करिवो बुझियला तो 5 माने आधरे कोन ना आधरे तमर सृजनात्मक रचना कि अनुच्छेद कवितांश ऑप्शनल ओडिया रे किछि नै केवल सेही तम विषय रे जहा तो विषय तम सब पर लेखि विषय रो 3टा विषय रो आसीबो कोन ना 3टा लेखा एमसीक्यू 2टा लेखा 1 मार्किया एवं प्रबोध और कवितारू आसीबो 3टा 2 मार्किया 2टा होची कौन ना 3 मार्किया तबे लिखिबो एवं गल्प रे होची 2टा होची 2 मार्किया गोटे 3 मार्किया बुझियला। तापरे आसीबो कोन व्याकरण विभाग रो 2टा करिवो तबे कोन ना जो लॉग क्वेश्चन बुझियला संज्ञा 5 मार्किया संज्ञा सर्वस अनुप्रास अलंकार दृष्टांत दियो उत्प्रेक्षा अलंकार काहा कजे सदृष्टांत व्याख्या कर रूपक अलंकार काहा कजे उदाहरण सह प्रतिपादन कर। तापर आसिला 1 मार्किया 3टे स्वर संधि काहाकू कहा जाए तो स्वर संधि काहाकू कहा जाए पिला माने स्वर संधि ना परस्पर सन्निहित दुईटी स्वर वर्णर मिलन द्वारा जेउ संधि हुए ताहाकू स्वर संधि कहा जाए। तापरे उद्धार संधि विच्छेद कर उद्धार कौन हबो ना उत युक्त हार एमती लिखिबो उत युक्त हार होची उद्धार। तापरे बाग युक्त यंत्र कौन हबो ना बाग यंत्र एमती बाग
ଯନ୍ତ୍ର ହେଲା। ତାପରେ କଣ ହବ, ତାପରେ ନେକ୍ସଟ କ୍ୱେଶ୍ଚିନ୍, ପୂର୍ବସର୍ଗ କାହାକୁ କହନ୍ତି? ପୂର୍ବସର୍ଗ ପ୍ରତ୍ୟୟ ଗୁଡିକ ଯେତେବେଳେ ଶବ୍ଦର ପୂର୍ବରେ ପ୍ରୟୋଗ କରାଯାଏ ତାହାକୁ ପୂର୍ବସର୍ଗ କୁହାଯାଏ। ନିର୍ ଉପସର୍ଗ ଯୋଗରେ ଦୁଇଟି ଶବ୍ଦ ଗଠନ କର। ନିର୍ମଳ ନିରାକାର। ତାର ଅଭିସାର ଶବ୍ଦରୁ ଉପସର୍ଗ ପୃଥକ କର ନା ଅଭିଯୁକ୍ତ ସାର। ବୁଝିହେଲା? ତ ତମର ଆସିଲା କଣ ନା ବ୍ୟାକରଣ ବିଭାଗରୁ ଆସିଲା ପାଞ୍ଚଟା 2 ମାର୍କିଆ ଆଉ 3 ମାର୍କିଆ 1 ମାର୍କିଆ 3ଟା 1 ମାର୍କିଆ 3। ବୁଝିହେଲା? 16 ମାର୍କ ତମର ପଡୁଛି କଣ ନା ବ୍ୟାକରଣରୁ। ଏମିତି ଟାଇପର କ୍ୱେଶ୍ଚିନ୍ ଆସିବ, ବୁଝିପାରୁଥିବ ପିଲାମାନେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।